ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ସ୍ତ୍ରୀ ଲୋକଙ୍କର ସନ୍ତାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 2 ନମ୍ବର, ଯେଉଁ ମହିଳାଙ୍କର ଓଠ ଉପରେ ହାଲକା ବାଳ ରହିଥାଏ ସେମାନେ ସ୍ୱଭାବରେ ସଦ୍ଗୁଣ, ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। 3 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ହାତ ପାପୁଲିର ମଝି ଅଂଶ ଉଚ୍ଚା ହୋଇଥାଏ ସେମାନେ ଦାନୀ, ଦୟାଳୁ ଏବଂ ଧାର୍ମିକ ସ୍ୱଭାବର ହୋଇଥାନ୍ତି। 4 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ପିଠି ମଜବୁତ ଏବଂ କଇଁଛ ସଦୃଶ ହୋଇଥାଏ ସେମାନେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 5 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ପେଟ ମାଂସାଳ ହୋଇଥାଏ ଏବଂ ଗୋଲାକାର ହୋଇଥାଏ ସେମାନେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 6 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ଦୁଇଟି ଯାକ ଜଙ୍ଘ ମୋଟା, ମଜବୁତ ଏବଂ ମାଂସାଳ ହୋଇଥାଏ ସେମାନେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 7 ନମ୍ବର, ଯେଉଁ ପୁରୁଷଙ୍କର ପାଦର କାଣି ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ସେମାନେ ନିଜ ଜୀବନରେ ଧନଶୀଳ ବ୍ୟକ୍ତି ଭାବରେ ସାବ୍ୟସ୍ତ ହୋଇଥାନ୍ତି। 8 ନମ୍ବର, ଯେଉଁ ପୁରୁଷଙ୍କର ଦୁଇଟି ଯାକ ପାଦ ତଳ କୋମଳ ଏବଂ ମାଂସାଳ ହୋଇଥାଏ ସେମାନେ ନିଜ ଜୀବନରେ ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି। 9 ନମ୍ବର, ଯେଉଁ ମହିଳାମାନଙ୍କର ଦୁଇଟି ଯାକ ପାଦ ତଳ କୋମଳ ଏବଂ ସୁନ୍ଦର ହୋଇଥାଏ ଏବଂ ପାଦରୁ ଆଦୌ ଝାଳ ବାହାରୁ ନଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି। 10 ନମ୍ବର, ଯେଉଁ ମହିଳାଙ୍କର ଦାନ୍ତ ଏକ ସମାନ ହୋଇଥାଏ ଏବଂ କଣ୍ଠ କୋଇଲି ପରି ସୁମଧୁର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି। 11 ନମ୍ବର, ଯେଉଁ ମହିଳାଙ୍କର ଦୁଇଟି ଯାକ କାନ କୋମଳ ଏବଂ ସୁନ୍ଦର ହୋଇଥାଏ କିମ୍ବା ଏକ ସମାନ ହୋଇଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ଏବଂ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାନ୍ତି। 12 ନମ୍ବର, ମନେ ରଖିବେ ଯେଉଁ ମହିଳାଙ୍କର ଦେଖିବେ ମୁଣ୍ଡର ବାଳ ଚିକ୍କଣ, ଚମକଦାର, ସୁନ୍ଦର ଓ ସୁସ୍ଥ ହୋଇଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ଏବଂ ଜୀବନରେ ସମସ୍ତ ସୁଖ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି। 13 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ଆଙ୍ଗୁଠିରେ କଳାଜାଇ ରହିଥାଏ ତେବେ ସେମାନେ ବହୁତ ଭାଗ୍ୟଶାଳୀ ସ୍ୱଭାବର ହୋଇଥାନ୍ତି ଏବଂ ଶୀଘ୍ର ସଫଳତା ମଧ୍ୟ ପାଇଥାନ୍ତି। 14 ନମ୍ବର, ଯେଉଁ ଲୋକଙ୍କର ନାକ ମୋଟା ହୋଇଥାଏ ସେମାନଙ୍କୁ କଥା କହିବାର କୌଶଳ ଜଣାଥାଏ ଏବଂ ଅତିଶୀଘ୍ର ସମାଜରେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। 15 ନମ୍ବର, ଯେଉଁ ଲୋକଙ୍କର ନାକ ଉପରକୁ ଉଠିକି ରହିଥାଏ ସେମାନେ ହୃଦୟବାନ ସ୍ୱଭାବର ହୋଇଥାନ୍ତି ଏବଂ କେବେ ବି ସହଜରେ ଅନ୍ୟମାନଙ୍କ ଉପରେ ବିଶ୍ୱାସ କରିନଥାନ୍ତି। 16 ନମ୍ବର, ଯେଉଁ ଲୋକଙ୍କର ନାକ ସିଧା ହୋଇଥାଏ ସେମାନେ ସିଧାସାଧା ସ୍ୱଭାବର ହୋଇଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଶାନ୍ତି ଉପାୟରେ କରିବାକୁ ପସନ୍ଦ କରିଥାନ୍ତି। 17 ନମ୍ବର, ଯଦି ମହିଳା ଲୋକଙ୍କର ହାତର ରେଖା ଲାଲ ବର୍ଣ୍ଣର ହୋଇଥାଏ ଏବଂ ସ୍ପଷ୍ଟ ଭାବରେ ଦେଖାଯାଉଥାଏ ସେମାନେ ବହୁତ ଭାଗ୍ୟଶାଳୀ ମହିଳା ସାବ୍ୟସ୍ତ ହୋଇଥାନ୍ତି। 18 ନମ୍ବର, ଦର୍ଶକ ବନ୍ଧୁ ମନେ ରଖିବେ ଯଦି ପୁରୁଷ ଲୋକଙ୍କ ଗାଲରେ ଦେଖିବେ କଳାଜାଇ ରହିଥାଏ ତେବେ ଏହା ସେମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ କିନ୍ତୁ ଯଦି ମହିଳା ଲୋକଙ୍କ ଗାଲରେ କଳାଜାଇ ରହିଥାଏ ତେବେ ଏହା ସେମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ। 19 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ମଥା ଚଉଡ଼ା ହୋଇଥାଏ, ମୁହଁ ଗୋଲ ଓ ଆଖି ସୁନ୍ଦର ହୋଇଥାଏ ସେମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ଏବଂ ଭାଗ୍ୟଶାଳୀ ସ୍ୱଭାବର ହୋଇଥାନ୍ତି। 20 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ଗାଲ ଫୁଲିକି ରହିଥାଏ ଏବଂ ଗୋଲାପୀ ରଙ୍ଗର ଦେଖାଯାଏ ସେମାନେ ଭାଗ୍ୟଶାଳୀ ସ୍ୱଭାବର ହୋଇଥାନ୍ତି ଏବଂ କାର୍ଯ୍ୟରେ ଶୀଘ୍ର ସଫଳ ହୋଇଥାନ୍ତି। 21 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ପାଦର ଆଙ୍ଗୁଠି ପାଦ ତୁଳନାରେ ମୋଟା ହୋଇଥାଏ ସେମାନଙ୍କ ଭାଗ୍ୟ କେବେ ବି ତାଙ୍କ ସାଥ ଦେଇନଥାଏ ଏବଂ ଏମାନେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। 22 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ଜଙ୍ଘରେ
ବାଳ ନଥାଏ ସେମାନଙ୍କ ଭାଗ୍ୟ କେବେ ବି ତାଙ୍କ ସାଥ ଦେଇନଥାଏ ଏବଂ ଏମାନେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। 23 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ବେକର ଆକାର ଅଧିକ ଲମ୍ବା ହୋଇଥାଏ ତେବେ ସେମାନେ ନିଜ ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। 24 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ପେଟ ପତଳା ଓ ମୋଟା ଦେଖାଯାଏ ସେମାନେ ଅଧିକ ପରିମାଣରେ ଭୋଜନ କରିଥାନ୍ତି ଏବଂ ସର୍ବଦା ସେମାନଙ୍କଠାରେ ଅର୍ଥର ଅଭାବ ଦେଖା ଦେଇଥାଏ। 25 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ନାଭି ଗୋଲ ଓ ଗଭୀର ରହିଥାଏ ସେମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ଏବଂ ଭାଗ୍ୟଶାଳୀ ସ୍ୱଭାବର ହୋଇଥାନ୍ତି। 26 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ନାଭି ଛୋଟ ରହିଥାଏ ସେମାନେ ନିଜ ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ସଫଳତା ଡେରିରେ ମିଳିଥାଏ। 27 ନମ୍ବର, ଏହା ମୁଁ ମୋ ମନରୁ କହୁନି, ଏହା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁସ୍ତକରେ ପୁରୁଷ ଓ ମହିଳାମାନଙ୍କର ଶରୀର ଗଠନ ଅନୁସାରେ ସେମାନଙ୍କର ସ୍ୱଭାବ ଚରିତ୍ର ଆଚାର ବିଚାର ବ୍ୟବହାର ଓ ଗୁଣଗାରିମା ବିଷୟରେ ବର୍ଣ୍ଣିତ ରହିଛି। 28 ନମ୍ବର, ଶୀଘ୍ର ଧନର ଅଭାବ ଦୂର କରିବା ପାଇଁ ହେଲେ ଗୋଲାପ ଫୁଲରେ କିଛି କର୍ପୂର ରଖନ୍ତୁ ଏବଂ ସନ୍ଧ୍ୟା ସମୟରେ ଦେବୀଙ୍କୁ ଫୁଲ ଅର୍ପଣ କରି କର୍ପୂର ଜଳାଇବା ଉଚିତ। 29 ନମ୍ବର, ଯେଉଁ ଲୋକଙ୍କର ଆର୍ଥିକ ସମସ୍ୟା ଲାଗି ରହୁଥାଏ ସେମାନେ ରାତିରେ ଭାତ ଦହି ଏବଂ ଛତୁଆ ଖାଆନ୍ତୁ ନାହିଁ, ଏହାଦ୍ୱାରା ଅଭାବ ଅସୁବିଧା ଲାଗି ରହିଥାଏ। 30 ନମ୍ବର, ଘରେ ରାତିରେ ଶୋଇବା ପୂର୍ବରୁ କେବେ ପାଦ ଧୋଇ ହୋଇକି ଶୋଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଧନହାନି ହୋଇଥାଏ। ପ୍ରଶ୍ନ, ମହାଭାରତରେ ଅର୍ଜୁନଙ୍କର ପୁତ୍ରର ନାମ କ'ଣ? କମେଣ୍ଟରେ ଜଣାନ୍ତୁ। 31 ନମ୍ବର, ଶନିବାର ମଙ୍ଗଳବାର ଓ ଗୁରୁବାର ଦିନ କପଡ଼ା ଧୋଇଲେ କିମ୍ବା ଚୁଟି ନଖ କାଟିଲେ ଘରେ ଅଭାବ ଅସୁବିଧା ଦେଖା ଦେଇଥାଏ। 32 ନମ୍ବର, ଯଦି ଘରେ ପଇସା ଆସୁଥିଲେ ବି ଅଭାବ ଲାଗି ରହୁଥାଏ ତେବେ ଚାଉଳ କିମ୍ବା ଗହମ ରଖୁଥିବା ଅବସ୍ଥାରେ 11ଟି ତୁଳସୀ ପତ୍ର ସହିତ ଟିକିଏ କେଶର ମିଶାଇ ରଖିଲେ ତାହା ଦୂର ହୋଇଥାଏ। 33 ନମ୍ବର, ଯଦି ମାସକୁ 2 ଥର ଗୋବର ଘଷିରେ ଲୋଚନ ମିଶାଇ ଘରେ ଧୂପ ଦିଆଯାଏ ତେବେ ଘରେ ସମସ୍ତ ଅଶୁଭ ଶକ୍ତି ଦୂର ହୋଇଥାଏ। 34 ନମ୍ବର, ଯଦି ବୁଧବାର ଦିନ 2ଟି ଛୋଟ ହାଣ୍ଡି ନେଇ ଗୋଟିଏରେ ଲୁଣ ଏବଂ ଅନ୍ୟଟିରେ ମୁଗ ଭର୍ତ୍ତି କରି ଘରେ କୌଣସି ଭଲ ସ୍ଥାନ ରଖାଯାଏ ତେବେ ଘରକୁ ଧନର ଆଗମନ ହୋଇଥାଏ। 35 ନମ୍ବର, ଯଦି ବହୁତ ପରିଶ୍ରମ କଲା ପରେ ବି ଭାଗ୍ୟ ସାଥ ଦେଉନଥାଏ ତେବେ ବିଷ୍ଣୁ ମନ୍ଦିରରେ ହଳଦିଆ ବାନା ଲଗାଇଲେ ଦୁର୍ଭାଗ୍ୟ ଦୂର ହୋଇ ଅଭାବ ଅସୁବିଧା ଦୂର ହୋଇଥାଏ। 36 ନମ୍ବର, ଯଦି କୌଣସି ଲୋକ ଅତ୍ୟଧିକ ଆର୍ଥିକ ସମସ୍ୟାରେ ପଡ଼ିଥାଏ ତେବେ କୌଣସି ମନ୍ଦିର ଯାଇ 2ଟି କଦଳୀ ଗଛ ଲଗାଇଲେ ତାହା ଦୂର ହୋଇଥାଏ। 37 ନମ୍ବର, ଯଦି ଘରେ ଧନର ଅଭାବ ହେଉଥାଏ ତେବେ ଗୋଟିଏ ମାଟି କଳସରେ ଲାଲ କପଡ଼ାରେ କଏନ୍ ବାନ୍ଧି ଏବଂ କିଛି ଚାଉଳ ଭର୍ତ୍ତି କରି ଘରର ଉତ୍ତର ପଶ୍ଚିମ କୋଣରେ ରଖିଲେ ତାହା ଦୂର ହୋଇଥାଏ। 38 ନମ୍ବର, ସକାଳୁ ଶୁଦ୍ଧ ଭାବେ ଲକ୍ଷ୍ମୀ ଗଣେଶଙ୍କ ପାଖରେ 2ଟି ନଡ଼ିଆ ନାଲି କପଡ଼ାରେ ଗୁଡ଼ାଇ ପୂଜା କରି ଗୋଟିଏ ନଦୀରେ ଅର୍ପଣ କଲେ ଏବଂ ଅନ୍ୟଟି ପଇସା ରଖୁଥିବା ସ୍ଥାନରେ ରଖିଲେ ଧନ ବୃଦ୍ଧି ହୋଇଥାଏ। 39 ନମ୍ବର, ଯଦି ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ ଉଭୟ ଲକ୍ଷ୍ମୀଙ୍କୁ ପୂଜା କରି ଅନ୍ନ ଭୋଗ କରି ପକ୍ଷୀକୁ ଖୁଆଇଲେ ସମକଳହ ଏବଂ ଅଭାବ ଅସୁବିଧା ଦୂର ହୋଇଥାଏ।